ହ୍ୟାଲୋ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ। ସକାଳୁ ସକାଳୁ ଶଙ୍କର ବାବୁ ମୋତେ ଫୋନ୍ କରିଦେଲେ, କହିଲେ ଟିଟୁ ବାବୁ ଆସ ଯିବା ଛତୁ ତୋଳି। ମୁଁ କହିଲି କୋଉଆଡ଼େ ନା ଜଙ୍ଗଲ ଯିବା। କହିଲେ ହଉ ଚାଲ ବୁଲି ବୁଲାଇକି ଆସିବା। ଆଉ ଗଲାବେଳକୁ ଦେଖିଲି ଗୋଟେ ଜାଗାରେ ହେଇଥିଲା ବାଲି ଛତୁ, ମାନେ ଛୋଟଟା। ତାପରେ ଦୁଇ ଜଣ ଯାକ ମିଶି ଚଟାପଟ କରି ତୋଳିଦେଲୁ ସବୁ। ଦେଖନ୍ତୁ ଏତେ ସାରା ତୋଳିଲୁ, କାହିଁକିନା ସକାଳୁ ବର୍ଷା ହଉଥିଲା କିନ୍ତୁ ଗରମ। ଆପଣଙ୍କ ଆଡ଼େ ଏଇ ଛତୁକୁ କ'ଣ କୁହନ୍ତି ଟିକେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ। ଶଙ୍କର ବାବୁ ଗଲେ ନା ଧୁଇଁ ହେଇ ବାଟରେ ଆଇଲା ବେଳକୁ ଧୁଇଁ ହେବେ। ଧୋଇ ହେଇସାରିଲା ପରେ ଆମ ଫଟଫଟିକି ଧରିକି ଆମେ ସିଧା ଗାଁକୁ ପଳେଇ ଆସିଲା ପରେ ଟିକିନାଙ୍କୁ ଦେଇଦେଲି। ଟିକିନାଙ୍କୁ କହିଲି ଟିକେ ବାଛା ବୁଛି କରିଦିଅ। କହିଲେ ଏଇଟା କ'ଣ ଛତୁ ଗୋଟେ ମିଶେଇକି ଆଣିଛ? ମୁଁ କହିଲି ଏଇଟା ହେଉଛି ପତ୍ରିଶିଆ ବାଲି ଛତୁ। ତାପରେ ସେ ମୋତେ କହିଲେ ତ ମୁଁ ଏକୁଟିଆ ବାଛି ପାରିବିନି, କାହିଁକିନା ଏଇଟା ବହୁତ ଛୋଟ ଛୋଟ, ତମେ ଟିକେ ସାହାଯ୍ୟ କରିବ। ମୁଁ କହିଲି ହଉ ଠିକ୍ ଅଛି ମୁଁ ସାହାଯ୍ୟ କରିଦେବି। ଆଉ କ'ଣ ଦୁଇ ଜଣ ମିଶିକି ଧୁଆ ଧୁଇ କରିକି ତାକୁ ବାଛି ବୁଛା ଦେବା। ଆଉ ପତ୍ରିଶିଆ ଛତୁଟାକୁ ମୁଁ ଟିକେ ହଳଦୀ ପାଣିରେ ଢାଳିଦେଲି। କରିସାରିଲା ପରେ ଟିକିନା ତାଙ୍କର ଭଲ କି ତାଙ୍କୁ କହିଲି ସଫା କରିଦିଅ। ସଫା କରିସାରିଲା ପରେ ମସଲା ସବୁ ଢାଳିକି ରେଡ଼ି କରିଦେଲୁ। ଆଉ ମାଆ ତ ନାହାନ୍ତି, ନହେଲେ ମାଆ ଥିଲେ ଭଲ କି ଟିକେ ଆଉ ଟିକେ କ'ଣ ସବୁ ପଡ଼ିଥାନ୍ତା, ସେ ଟିକେ କହିଥାନ୍ତେ। ଆମେ ଯାହା ଜାଣିଥିଲୁ ସେତିକିରେ ପକେଇ ପକାଇକି ତାକୁ କଦଳୀପତ୍ର ଯାଇକି ବାରିପଟୁ ଧରିକି ପଳେଇ ଆସିି କଦଳୀପତ୍ର ଆଉ ଟିକେ ସେକିଦେଲି। ସେକିଦେଲା ପରେ ସେ ରେଡ଼ି। ବର୍ତ୍ତମାନ ସୋରିଷ ତେଲ ପକେଇ ସେ ମ୍ୟାରିନେଟ୍ ହେଇଗଲା। ବର୍ତ୍ତମାନ ତାକୁ କଦଳୀପତ୍ରରେ ଆମେ ପତ୍ର ପୋଡ଼ା କରିକି ତାକୁ ଟିକେ ସ୍ୱାଦ ସହିତ ଆମେ ଟେଷ୍ଟ କରିବା, କାହିଁକିନା ପତ୍ର ପୋଡ଼ା ତ ଭଲ ଲାଗେ ନିହାତି। ତ ପତ୍ର ପୋଡ଼ା ପାଇଁ ଆମେ ସବୁ ରେଡ଼ି କରିଦେଲୁ। ଆଉ କ'ଣ ଚୁଲିଟା ତ ଲାଗିନି, ଗ୍ୟାସ୍ରେ ତାକୁ ପୋଡ଼ିଦେବା ବୋଲି ଟିକିନାଙ୍କୁ ମୁଁ କହିଲି। ତ ସେ ତାଙ୍କର ବର୍ତ୍ତମାନ ରେଡ଼ି କରିଦେଲେ। ତାପରେ ମୁଁ କ'ଣ କରିବି ବାନ୍ଧିବା ପାଇଁ ରେଡ଼ି କଲି। ମୁଁ ତାର ଫାର ହେଇଥିଲି ଟିକେ ବଢ଼ିଆ ହେଇଥାନ୍ତା, କାହିଁକିନା ସୁତୁଲି ଫୁତୁଲି ରହିବନି। ତାର କଦଳୀପତ୍ର ଇଏ ପ୍ୟାକ୍ କରିଦେଇକିନା ତାପରେ ତାର ଦେଇକି ସିଧା ଜିଆଇ ତାର ଦେଇକି ଆଉ ବାନ୍ଧାବନ୍ଧି କରିଦେଲି ଟାଇଟ୍ରେ, କାହିଁକିନା ଟାଇଟ୍ରେ ନହେଲେ ସେ ଢିଲା ହେଇଗଲେ ମାନେ ଖସିଯିବ ୱାଟର ଫାଟର। ଭଲ ଭାବରେ ବାନ୍ଧି ସାରିଲା ପରେ ଟିକିନାଙ୍କୁ କହିଲି ତମେ ଗୋଟେ କାମ କର, ପ୍ୟାନ୍ଟା ଲଗାଅ। ପ୍ୟାନ୍ରେ ତ ଗରମ କରିଦେଇକି ଆଗେ ତାକୁ ସେଥିରେ ପୋଡ଼ିବା, ତାପରେ ଯାଇ ପୁଣି ଅଲଗା ଇଏରେ ତାକୁ ଡାଇରେକ୍ଟ ନିଆଁ ଲଗେଇକି ତାପରେ ଆମେ ବସେଇଦେଲୁ। ଏହାକୁ ଦେଖି ଝିଅ ପଚାରୁଛି ବାବା ଏଇଟା କ'ଣ? ମୁଁ କହିଲି ଏଇଟା କିଛି ନାହିଁ, ଚିକେନ୍ ନୁହଁ କି ମଟନ୍ ନୁହଁ, ଆମେ ଛତୁ ଖାଇବା ସ୍ପେଶିଆଲ୍ ଛତୁ। ତମେ ୱେଟିଂ କର, ମୁଁ ହେଲେ ଦେବି ତମକୁ। ଆଉ ଏମିତି କରିକି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ତାକୁ ତତେଇକି ଇଏ କଲୁ, କାହିଁକିନା ମଝିରେ ବି ଟିକେ ତେଲ ଦେଇଦେଲି କାହିଁକିନା ଲାଗିଯିବ ବୋଲି। ଲାଗି ସାରିଲା ପରେ ବର୍ତ୍ତମାନ ତାକୁ ଅଧଘଣ୍ଟା ପାଇଁ ଛାଡ଼ିଦେଲୁ। ବର୍ତ୍ତମାନ ସେ ତାର ଉଲଟେଇକି ତାକୁ ଚଲେଇଲୁ। ଆଉ ପାଖାପାଖି 20 ମିନିଟ୍ ହେଇସାରିଲା ପରେ ତାକୁ ପଲଟେଇ ଦେଲୁ। ପଲଟେଇ ଦେଲା ପରେ ତାପରେ ଟିକେ ସମୟ ୱେଟିଂ କଲୁ। ତାପରେ ଡାଇରେକ୍ଟ ନିଆଁ ଲଗେଇବା, କାହିଁକିନା ନିଆଁ ନ ଲଗେଇଲେ ଏଇଟା ପୋଡ଼ା ହେବ, କିନ୍ତୁ ପୁରା ପତ୍ରଟା ପୋଡ଼ିବ ନା। ପରେ ଟିକେ ସମୟ ଗଲା ପରେ ଡାଇରେକ୍ଟ ପୋଡ଼ିବା ପାଇଁ ରେଡ଼ି ହେଇଗଲି। ଡାଇରେକ୍ଟ ଗ୍ୟାସ୍ ଉପରେ ସେଇ ଲୁହାର ଇଏଟା ବସେଇ ଦେଇକିନା ତାପରେ ଡାଇରେକ୍ଟ ନିଆଁ ହାଇ କରିକି ତାକୁ ଲଗେଇଲି। ଆଉ କେତେ ସମୟ ଯାଉଛି 5-10 ମିନିଟ୍ ପରେ ତାକୁ ଖୋଲିବା, ଦେଖିବା କେମିତି କ'ଣ ହେଇଛି। ଆଉ ଡାଇରେକ୍ଟ ନିଆଁ ଲଗେଇଦେଲି, ଉଭା ଜଳିଲା ପୁରା ଏକାଥରେ। ତ 5 ମିନିଟ୍ ଜଳେଇଲା ପରେ ମୁଁ ବନ୍ଦ କରିଦେଇଥିଲି। ତାପରେ ମୁଁ କ'ଣ କଲି, ଖୋଲି ଦେଇଥିଲି, ଦେଖିଲି ଆଉ ଟିକେ ହେଇଥାନ୍ତା। ତାପରେ କ'ଣ କଲି, ପୁଣି ତାକୁ ନିଆଁରେ ଆଉ ଥରେ ବସେଇ ଦେଇ ନିଆଁ ଥରେ ଏକାଥରେ 10 ମିନିଟ୍ ଲଗେଇଦେଲି, ପୁରା ଉଭା ସବୁ ପତ୍ର ସହ ପୋଡ଼ିଗଲା। ତାପରେ ବାସ୍ନା ଆଇଲା, ତାପରେ ରାଗ ବି ହେଇଥିଲା, ମସ୍ତ ହେଇଥିଲା। ଲୁଣଟା ବି ବଢ଼ିଆ ପଡ଼ିଥିଲା, ପରଫେକ୍ଟ ସିଝିଥିଲା ଆଉ ମସ୍ତ ବି ଟେଷ୍ଟ ଥିଲା। ଖାଇସାରିଲା ପରେ ଦେଖିଲୁ କେତେ ସୁନ୍ଦର ହେଇଛି। ଆଉ ମୋର ଏଇ ଛତୁ ମିନି ବ୍ଲଗ୍ଟି କେମିତି ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ। ଆମ ଆଡ଼େ ଏମିତି ବାଲି ଛତୁ କୁହନ୍ତି, ଆପଣଙ୍କ ଆଡ଼େ କ'ଣ କୁହନ୍ତି କମେଣ୍ଟ କରି